ଗାଁ ଗାଁରେ ନିଷ୍ଠା ଓ କାଷ୍ଠାର ପାରମ୍ପରିକ ଯାତ୍ରା ଦଣ୍ଡଯାତ୍ରା। ଦଣ୍ଡୁଆଙ୍କ ମଣି ଡାକରାରେ ଉଛୁଳୁଛି ଗାଁ ଦାଣ୍ଡ। ଓଡ଼ିଆ 12 ମାସରେ 13 ପର୍ବ। ସେହି 13 ପର୍ବ ଭିତରୁ ଚୈତ୍ର ମାସରେ ଶିବ ଓ ଶକ୍ତିଙ୍କ ଗାଁ ଗାଁ ଭ୍ରମଣ ସହ ଦଣ୍ଡ ନୃତ୍ୟରେ ଗାଁ ଦାଣ୍ଡ ଭକ୍ତିମୟ ପରିବେଶରେ ଉଛୁଳି ପଡ଼ୁଛି। ଚୈତ୍ର ମାସରେ ଆରମ୍ଭ ହୋଇଥାଏ ଶିବ ପାର୍ବତୀଙ୍କ ଦଣ୍ଡ ନୃତ୍ୟ। ଏହି ମାସରେ ପ୍ରଭୁ ଶ୍ରୀରାମନବମୀଙ୍କ ପୂଜାର୍ଚ୍ଚନା ବିଭିନ୍ନ ସ୍ଥାନରେ ପାଳିତ ହେଉଥିବା ବେଳେ ଠିକ୍ ସେହିପରି ପ୍ରଭୁ ଶିବଙ୍କର ଦଣ୍ଡଯାତ୍ରା ବା ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ମାସରେ ବିଭିନ୍ନ ଗ୍ରାମରେ ଥିବା ଦଣ୍ଡଯାତ୍ରା ପରମ୍ପରାକୁ ବଜାୟ ରଖିବା ପାଇଁ ଶିବ ପାର୍ବତୀଙ୍କୁ ସାଙ୍ଗରେ ନେଇ ମାନସିକଧାରୀ ଭକ୍ତମାନେ ଛତି ଛତ୍ର, ବାନା, ଚାଉର, ଘଣ୍ଟ, ମହୁରୀ, ଢୋଲବାଦ୍ୟ ଦ୍ୱାରା ଶିବକାଳୀଙ୍କୁ ଗ୍ରାମେ ଗ୍ରାମେ ବୁଲାଇଥାନ୍ତି। ଏନେଇ ପୁରପଲ୍ଲୀଠୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଶିବ ଭକ୍ତିମୟ ପରିବେଶ ଦଣ୍ଡଯାତ୍ରା ଦ୍ୱାରା ଗାଁ ଦାଣ୍ଡ ଉଛୁଳି ପଡ଼ୁଛି। ଏପଟେ ଶିବକାଳୀଙ୍କୁ ମଣି ଡାକରାରେ ପୁରା ପରିବେଶ ପ୍ରକମ୍ପିତ ହେଉଛି। ସେ ନେଇ ବୌଦ୍ଧ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଚୈତ୍ରଦଣ୍ଡ ଉଠିଥାଏ। ଏହି ଚୈତ୍ରଦଣ୍ଡ ବା ଝାମୁଯାତ୍ରା 21 ଦିନ, 17, 13 ଦିନ ଧରି ନିଷ୍ଠା ଓ କାଷ୍ଠାର ସହିତ ପାଳିତ ହୋଇଥାଏ। ଦଣ୍ଡୁଆଙ୍କ କହିବା ଅନୁଯାୟୀ 13 ଭୁକ୍ତା ବା ଦଣ୍ଡୁଆଙ୍କ ମେଳରେ ରୀତିନୀତି ଅନୁସାରେ ଦକ୍ଷିଣକାଳୀ ଓ ରୁଦ୍ରକାଳୀଙ୍କୁ ପୂଜାର୍ଚ୍ଚନା କରାଯାଇ ନିଶାର୍ଦ୍ଧ ରାତିରେ ଦଣ୍ଡ ଉଠିଥାଏ। ଦଣ୍ଡ ଉଠିବାର ପରଦିନ ଗ୍ରାମ ପରିକ୍ରମା କରିବା ସହିତ ବନ୍ଦାଣ ଘେନି ହୋଇଥାଏ। ଶ୍ରଦ୍ଧାଳୁ ଦଣ୍ଡୁଆମାନେ ମାସ ସାରା ନିଷ୍ଠାର ସହ ବ୍ରତ କରି କାଳୀଙ୍କୁ ପୂଜା କରି କଠିନ ସାଧନା କରିଥାନ୍ତି ଏବଂ ଆଗାମୀ ବିଷୁବ ସଂକ୍ରାନ୍ତି ବା ମେରୁଯାତ୍ରା ଦିନ ବ୍ରତ ଭଙ୍ଗ କରିଥାନ୍ତି। ଯାତ୍ରା ସମୟରେ 13 ଭୁକ୍ତାମାନଙ୍କୁ କଠୋର ନିୟମ ମାନି ଚଳିବାକୁ ହୁଏ। ଧୂଳିଦଣ୍ଡ, ପାଣିଦଣ୍ଡ ଆଦି କରିଥାନ୍ତି। ଏଭଳି ସାଧନା ଓ ଆରାଧନାରେ ଦେବୀ ତୁଷ୍ଟ ହୋଇ ଭୁକ୍ତା ଓ ମାନସିକଧାରୀମାନଙ୍କ ମନସ୍କାମନା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ଚଳିତ ବର୍ଷ ବୌଦ୍ଧ ଜିଲ୍ଲାର ବିଭିନ୍ନ ଗ୍ରାମ ସହିତ ହରଭଙ୍ଗା ବ୍ଲକର ବହୁ ପୁରାତନ ହରଭଙ୍ଗା, କୁସଙ୍ଗ, ତିଲେଶ୍ୱର, ଶରଧାପୁର, ପୁରୁଣାକଟକ, ତାକୁଡ଼, ଖଣ୍ଡହତା, ବୁରବୁଡ଼ା, ସାକୁସିଙ୍ଗା, ଧଳପୁର, କରଡି, ପୁରୁଣାକଟକ, ବନ୍ତିଝୁଲି, ଖଲିଆପାଲି, ଲଣ୍ଡେଇଜୁର, ସରସରା, ମହୁଲବୁରି, ବିରାମଚନ୍ଦ୍ରପୁର ଆଦି ଗ୍ରାମଗୁଡ଼ିକରେ ଚୈତ୍ର ଦଣ୍ଡଯାତ୍ରା ହେଉଥିବା ବେଳେ ଏହି ଯାତ୍ରା ହେଉଥିବା ଗ୍ରାମଗୁଡ଼ିକରେ ଆମିଷ ବାରଣ ହୋଇଥାଏ। ବୌଦ୍ଧରୁ ବୈଦ୍ୟନାଥ ସାମଲଙ୍କ ସହିତ ହରଭଙ୍ଗାରୁ ଚିତ୍ତରଞ୍ଜନ ସିଂଙ୍କ ରିପୋର୍ଟ, ମୋ ଜିଲ୍ଲା ଖବର।